ମୁଁ ରାହୁଲ ଗାନ୍ଧୀଙ୍କୁ ଫଲୋ କରେ। ବାକି ଦିଲ୍ଲୀରେ ହଉ କିମ୍ବା ରାଜ୍ୟରେ ହଉ ଯାହା କିଛି ସବୁ ଚାଲିଛି, ମୁଁ ଆମର ପ୍ରଦେଶ ଅଧ୍ୟକ୍ଷ ଯିଏ ଅଛନ୍ତି ଭକ୍ତ ଦାସ ସାର୍ ଯିଏ ଅଛନ୍ତି, ମୁଁ ତାଙ୍କୁ ଭେଟ କରିବା ପାଇଁ ଆସିଥିଲି, କିନ୍ତୁ ବହୁତ ରାତି ହେଇଗଲାଣି ବୋଲି ସିଏ ନାହାନ୍ତି। ବର୍ତ୍ତମାନ ରାତି 9ଟା ହବ। ମୁଁ ସକ୍ରିୟ ରାଜନୀତିରେ ନାହିଁ, ମୁଁ ଜଣେ ସାଧାରଣ ଲୋକ। ମୁଁ କେବଳ ସାର୍ଙ୍କୁ ପଚାରିବା ପାଇଁ ଆସିଥିଲି ଯେ ଯଦି ଭୋଟଟା ଚୋରି ହେଲା ତାହେଲେ ତ ସିଏ 240 ଜାଗାରେ 350 ଭୋଟ ଚୋରି କରିଦେଇଥାନ୍ତେ। ବାକି ରାଜ୍ୟ କଥା, ରାଜ୍ୟରେ ତ 78ଟା ସିଟ୍ ବିଜେପି ପାଇଥିଲା, 120ଟା ସିଟ୍ ସିଏ ଚୋରି କରି ନେଇ ପଳେଇଥାନ୍ତେ। ତେଣୁ ମତେ ମୁଁ ସେଇ ପ୍ରଶ୍ନ ଭିତରେ ଗୋଳେଇ ଘାଣ୍ଟି ହେଇ ପଚାରିବାକୁ ଆସିଥିଲି ଭକ୍ତ ସାର୍ଙ୍କୁ ଯେ ସତରେ କଣ ଭୋଟ ଚୋରି ହେଇଯାଇଛି? ଯଦି ଭୋଟ ଚୋରି ହେଇଛି ତାହେଲେ ଗଲା କୁଆଡେ? ଆଉ ଯଦି ସତରେ ଭୋଟ ଚୋରି ହେଇଥିଲା ତାହେଲେ ସବୁ ଯାକ ରାଜ୍ୟରେ ଏ ଇଲେକ୍ସନରେ ସବୁ ଯାକ ବିଜେପି ପଳେଇ ଆସିଥାନ୍ତା। ଆସିଲା ନାହିଁ। କିଛି କିଛି ରାଜ୍ୟରେ ଅଲଗା ଦଳମାନେ ବି ଆସିଲେ, ଆଞ୍ଚଳିକ ଦଳମାନେ ବି ଆସିଲେ। ଏ କଥାଟା ଯଦି ମୁଁ ଗୋଟେ ସାଧାରଣ ଲୋକ ଭାବି ପାରୁଛି, ତାହେଲେ ଆପଣ ମାନେ ବି ଭାବୁଥିବେ ସେୟା। ତାହେଲେ ସେୟାର କରନ୍ତୁ, ସମସ୍ତେ ସତ୍ୟାସତ୍ୟ ଜାଣନ୍ତୁ। ଭୋଟ ଚୋରି ହେଇଛି ଜଣାନ୍ତୁ ସମସ୍ତଙ୍କୁ।